ଭାବରେ ବିଜୟ ଶ୍ରେୟ ମୁଁ କୋରିବାସୀଙ୍କୁ ଦେବି ଏବଂ କୋରିବାସୀଙ୍କର ସ୍ନେହ ଶ୍ରଦ୍ଧା ଏବଂ ଆଶୀର୍ବାଦ ଫଳରେ ହିଁ ଆମେ ନିର୍ବାଚନ ଜିତିଛୁ। ମୂଳତଃ ଗୋଟେ କଥା ମୁଁ କହିବି ଯେ ମା ମାଟି ଏବଂ ସ୍ୱାଭିମାନର ସଂଗ୍ରାମ ଆମେ ଲଢୁଥିଲୁ, ସେ ସଂଗ୍ରାମରେ କୋରିବାସୀ ସତ୍ୟ ଧର୍ମ ନ୍ୟାୟର ସାଥ ଦେଲେ ଏବଂ ସେମାନେ ଦେଖେଇଦେଲେ ଯେ ଓଡ଼ିଶାବାସୀଙ୍କୁ ଯେ କୋରିବାସୀଙ୍କ ସ୍ୱାଭିମାନ କଣ। କୋରି ଜନତା ମା ମାଟି ଏବଂ ସ୍ୱାଭିମାନକୁ ଭରସା କଲେ ଆଉ ବିଦେଶୀ ଶାସନକୁ ପ୍ରତ୍ୟାଖ୍ୟାନ କଲେ। ନିଶ୍ଚିତ ଭାବରେ କୋରିବାସୀ ସତ୍ୟ ଧର୍ମ ଏବଂ ନ୍ୟାୟ ପଥରେ ରହିଲେ ଏବଂ କୋରିବାସୀଙ୍କର ଯେଉଁ ଅକୁଣ୍ଠିତ ସ୍ନେହ ଶ୍ରଦ୍ଧା ଏବଂ ଆଶୀର୍ବାଦ ରହିଲା ସେମାନଙ୍କ ନିକଟରେ ଚିର ଋଣୀ। ଏବେ ଦାୟିତ୍ୱ ଅନେକ ବଢ଼ିଛି, ଆଗକୁ ଅନେକ କାମ କରିବା ବାକି ଅଛି। ନିଶ୍ଚିତ ଭାବରେ ଏ ବିଜୟ ମୋର ନୁହେଁ, ଏ ବିଜୟ କୋରିବାସୀଙ୍କର। ଯେତେବେଳେ ବିଜେଡି ଟିକେଟ ଦେବାକୁ ମନା କରିଥିଲା ସେତେବେଳେ ବିଜେପିରେ ସାମିଲ ହେବା କେତେ ଚ୍ୟାଲେଞ୍ଜ ରହିଥିଲା? ସବୁ ବହୁତ ଚ୍ୟାଲେଞ୍ଜ ଥିଲା। ଗୋଟେ ଦଳରେ ଏତେ ବର୍ଷ ରହିଲା ପରେ, ଏତେ ପରିଶ୍ରମ କଲା ପରେ ସେ ଦଳ ଛାଡ଼ିବା ଏବଂ କଷ୍ଟକର ଥିଲା ନିଶ୍ଚିତ ଭାବରେ, କିନ୍ତୁ ମୁଁ ବହୁତ ଖୁସି ସେ ସମୟରେ ରାଇଟ୍ ଡିସିସନ ନିଆଯାଇଥିଲା ଏବଂ ବର୍ତ୍ତମାନ ଠିକ ଜାଗାରେ ଅଛି। ଯେଉଁ ଦଳରେ ଅଛି ସେ ଦଳ ନିଶ୍ଚିତ ଭାବରେ ରାଷ୍ଟ୍ର ଗଠନ ନିମନ୍ତେ କାମ କରୁଛି ଏବଂ ସେ ଦଳରେ ଅନେକ କିଛି କାମ କରିବାର ସ୍କୋପ ଅଛି, ଗଣତନ୍ତ୍ର ଅଛି ଏବଂ ତା ସହିତ ବର୍ତ୍ତମାନ ଆମେ ସରକାର କରିସାରିଛୁ ଯେହେତୁ ଅଧିକ କାମ କରିବାର ସ୍କୋପ ମଧ୍ୟ ଅଛି। ବିଜୟ ପରେ କୋରିଆ ପାଇଁ ନକ୍ସା କଣ ରହିବ? ଅନେକ କିଛି ସ୍ୱପ୍ନ ରହିଛି କୋରିଆ ପାଇଁ। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳଠୁ ଆରମ୍ଭ କରି ସମାଜରେ ଯେଉଁମାନେ ଅବହେଳିତ ମୁଖ୍ୟ ସ୍ରୋତରେ ନାହାନ୍ତି ସେମାନଙ୍କୁ କିଭଳି ଭାବରେ ମୁଖ୍ୟ ସ୍ରୋତକୁ ଅଣାଯାଇପାରିବ, ଯେଉଁମାନେ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ କିଭଳି ଭାବରେ ସରକାରୀ ସୁବିଧା ସୁଯୋଗ ମିଳିପାରିବ, କିନ୍ତୁ ଅନେକ କାମ କରିବା ବାକି ଅଛି। ଜିଲ୍ଲାରୁ 4 ଜଣ ଏବେ ବିଜେପିରେ ଆଶା କରିବେ କି ଆପଣ ମନ୍ତ୍ରୀ କରିବେ? ଆମେ ନିଶ୍ଚିତ ଭାବରେ ଦଳୀୟ ନେତୃମଣ୍ଡଳୀ ଯାହା ନିର୍ଦ୍ଦେଶ ଦେବେ ସେଇଭଳି ଭାବରେ କାମ ହବ, କିନ୍ତୁ ବର୍ତ୍ତମାନ ଲୋକମାନେ ଆମକୁ ନିର୍ବାଚିତ କରିଛନ୍ତି ସେମାନଙ୍କୁ କାମ କରିବା ପାଇଁ ମୋର ଲକ୍ଷ୍ୟ ରହିବ କୋରିଆର ବିକାଶ।